ଆପଣ ସିଫ୍ଟ କରିପାରିବେ ନାହିଁ। ତା ପାଇଁ ଷ୍ଟ୍ରଙ୍ଗ ରୁମ୍ ଦରକାର ଏବଂ ଭିତର ରତ୍ନ ଭଣ୍ଡାରରେ ଅନେକ ଅଛି ବୋଲି ଆମେ ଶୁଣିଛୁ। ଆମେ ସେଠିକୁ ଦେଖିଲୁ ନାହିଁ ଯେ କ'ଣ ଅଛି, କିନ୍ତୁ ଯାହା ବି ଅଛି ଆମେ ବାହାରୁ ଦେଖିଲୁ, ସିନ୍ଦୁକରେ ଏବଂ ଇଏରେ ଭିତରକୁ ଯାଇକି ଦେଖିଲୁ। ସିନ୍ଦୁକରେ ଏବଂ ଆଲମିରାରେ ଥିଲା ଏବଂ ସବୁ ସହମତିରେ, ପୂର୍ଣ୍ଣ ସହମତି, ଗୋଟେ ବି କେହି ଅସହମତି ନାହିଁ। ସମସ୍ତେ କହିଲେ ଯେ ଆଜି ତାକୁ ସିଫ୍ଟ କରିବାଟା টেম্পোরারি ভিতর রত্ন ভଣ୍ଡାରକୁ ঠিক ହେବ ନାହିଁ, କାରଣ ଶ୍ରୀଗୁଣ୍ଡିଚା ଯାତ୍ରା ଆସନ୍ତାକାଲି ଆସୁଛି। ତେଣୁ ଭିତର ରତ୍ନ ଭଣ୍ଡାର ଆଜି ଖୋଲିଲା। ଭିତର ଖୋଲିଲା ପରେ ଆମେ ଦେଖିଲୁ ଯେ ତାକୁ ଆଉ ଗୋଟେ ଦିନ କିମ୍ବା କିଛି ବହୁତ ମାତ୍ରାରେ ସମୟ ଦରକାର ପଡ଼ିପାରେ। ତାକୁ ଯେଉଁ টেম্পোরারি ଭିତର ଭଣ୍ଡାର କରାଯାଇଛି ଆମର ଖଟ ସେଜ ଘର ପାଖରେ ଯେଉଁ ପ୍ରକାର ସୁପି ହେଇଛି ସେଇ ହିସାବରେ ସେଇ ଖଟ ସେଜ ଘରକୁ টেম্পোরারি ଭିତର ଭଣ୍ଡାର କରିବା ପାଇଁ ସରକାର ବି ଅନୁମୋଦନ ଦେଇଛନ୍ତି। ତାକୁ ଆଉ ଗୋଟେ ଦିନ ସେଟା ଆମେ ମ୍ୟାନେଜିଂ କମିଟି ଏବଂ ପରାମର୍ଶ ଲୋଡ଼ିବୁ ହାଇ ପାୱାର କମିଟି ଏବଂ ସରକାରଙ୍କର। ବାହୁଡ଼ା ଏବଂ ସୁନାବେଶ ଯେହେତୁ ଅଛି, ଏବେ ଜିଲ୍ଲା ପ୍ରଶାସନ ପାଇଁ, ଶ୍ରୀମନ୍ଦିର ପ୍ରଶାସନ ପାଇଁ ନୀତିକାନ୍ତିର ବି ସୁଚାରୁ ସମ୍ପାଦନ ଆମର ସର୍ବାଦୌ ବାଞ୍ଛନୀୟ। ତେଣୁ ଆମେ ଆଉ ଗୋଟେ ଦିନ ନିର୍ଦ୍ଧାରଣ କରିକି ଭିତର ଭଣ୍ଡାର ଯାହା ବି ଅଛି ସିନ୍ଦୁକ ଏବଂ ଆଲମିରାରେ ଯାହା ସ୍ୱର୍ଣ୍ଣ ଅଳଙ୍କାର ଏବଂ ଅନ୍ୟାନ୍ୟ ଭ୍ୟାଲୁଏବୁଲ୍ସ ଅଛି ତାକୁ টেম্পোরারি ଭିତର ଭଣ୍ଡାର ଯେଉଁ କରା ସରିଛି ସେଇ ଜାଗାକୁ ତାକୁ ସ୍ଥାନାନ୍ତର କରାଯିବ ଏବଂ ସ୍ଥାନାନ୍ତର କଲା ପରେ ଆମର ଏଏସ୍ଆଇ ତାର ରକ୍ଷଣାବେକ୍ଷଣ କରିବେ। ଏଏସ୍ଆଇ ରକ୍ଷଣାବେକ୍ଷଣ କରିସାରିଲା ପରେ ଯେଉଁ ବାହାରେ টেম্পোরারি ରତ୍ନ ଭଣ୍ଡାର ଥିବ, ଭିତର ରତ୍ନ ଭଣ୍ଡାର, ସେଇ ସ୍ୱର୍ଣ୍ଣ ଅଳଙ୍କାର ବା ଭ୍ୟାଲୁଏବୁଲ୍ସ ଗୁଡ଼ିକୁ ପୁଣି ଥରେ ଯେଉଁ ରେନୋଭେଟେଡ୍ ଭିତର ରତ୍ନ ଭଣ୍ଡାରକୁ ନେଲା ପରେ ସେଇଠି ଗଣତି ମଣତି କରାଯିବ।